ଏ ଲେଖା ଯାଉଛି ମୋ ସହିତ ଯଦି ଆପଣ ପଢିବେ ପ୍ରକାଶିତ ପୁସ୍ତକ 6 ଅଧ୍ୟାୟ 15 ପଦରୁ ପଢୁଛି। ଆଉ ପୃଥିବୀର ରାଜା ମାନେ, ପାତ୍ର ମନ୍ତ୍ରୀ ମାନେ, ପ୍ରଧାନ ସେନାପତି ଓ ଧନୀ ମାନେ, ବଳବାନ ଲୋକମାନେ ଏବଂ ପରାଧୀନ ଓ ସ୍ୱାଧୀନ ଲୋକ ସମସ୍ତେ ଗୁହା ଓ ପର୍ବତମାଳାର ଶୈଳମାନଙ୍କ ମଧ୍ୟରେ ଆପଣା ଆପଣାକୁ ଲୁଚେଇବେ। ଏମିତି ଲୁଚେଇବାର ସମୟ ଆସୁଛି। କୋଉଠି ଲୁଚେଇବେ? ସେମାନେ ଗୁମ୍ଫାରେ ଲୁଚେଇବେ, ପର୍ବତରେ ପଥର ଭିତରେ ସେମାନେ ଲୁଚେଇବେ। ପୁଣି ସେମାନେ ପର୍ବତ ଓ ଶୈଳମାନଙ୍କୁ କହିଲେ, ଆମ୍ଭମାନଙ୍କ ଉପରେ ପଡି ସିଂହାସନ ପବିଷ୍ଟ ବ୍ୟକ୍ତିଙ୍କ ଛାମୁରୁ ଓ ମେଷ ଶାବକଙ୍କର କ୍ରୋଧରୁ ଆମ୍ଭମାନଙ୍କୁ ଲୁଚେଇ ରଖ, କାରଣ ସେମାନଙ୍କ କ୍ରୋଧର ମହାଦିନ ଉପସ୍ଥିତ ହୋଇଅଛି। ଆଉ କିଏ ଠିଆ ହୋଇପାରେ? କିଏ ଠିଆ ହେଇପାରେ? ପରମେଶ୍ୱରଙ୍କର ଯୋଉ କ୍ରୋଧର ଦିନ ଆସୁଛି, ସେ କ୍ରୋଧର ଦିନରେ କେହି ଠିଆ ହେଇପାରିବେ ନାହିଁ। ଏଇ ପ୍ରକାର କ୍ରୋଧର ଦିନ ଏଇ ଜଗତ ଉପରେ ମାଡି ଆସୁଛି। ସେଥିପାଇଁ ପରମେଶ୍ୱର ଆମ୍ଭମାନଙ୍କୁ କ୍ରୋଧର ପାତ୍ର ହେବା ନିମନ୍ତେ ନିରୂପଣ କରିନାହାନ୍ତି। ଏ ଜଗତ ଏବେ ଯାଏଁ ପରମେଶ୍ୱରଙ୍କର କ୍ରୋଧକୁ ସେ ଦେଖି ନାହିଁ। ମାତ୍ର ପରମେଶ୍ୱର ଆମକୁ ସେ କ୍ରୋଧର ପାତ୍ର ହେବା ନିମନ୍ତେ ନିରୂପଣ କରିନାହାନ୍ତି। ଆମମାନଙ୍କ ପରମେଶ୍ୱର ପ୍ରେମିକ, କ୍ଷମାମୟ, ଦୟାମୟ, ତା ସହିତ ସେ କ୍ରୋଧକାରୀ ପରମେଶ୍ୱର ସେ ଅଟନ୍ତି। ତାଙ୍କର କ୍ରୋଧ ଏ ଜଗତ ଉପରେ ମାଡି ଆସିବା ପାଇଁ ଯାଉଛି। ପରମେଶ୍ୱର କ୍ରୋଧ କଲେ କଣ କଣ କରନ୍ତି, କେତେଟା କଥା ଆପଣ ମାନଙ୍କୁ ମୁଁ କହିବା ପାଇଁ ଚାହେଁ। ପ୍ରଥମ ବିଷୟ ଆମମାନେ ପଢିବା ବିଚାରକର୍ତ୍ତା ପୁସ୍ତକ ଏହାର 2 ଅଧ୍ୟାୟର 14 ପଦ। ବିଚାରକର୍ତ୍ତା ପୁସ୍ତକ 2 ଅଧ୍ୟାୟର 14 ପଦ ଆମେ ପଢିବା ପାଇଁ ଯିବା। ଲେଖାଗଲା, ତହିଁରେ ଇସ୍ରାଏଲ ପ୍ରତିକୂଳରେ ସଦାପ୍ରଭୁଙ୍କର କ୍ରୋଧ ପ୍ରଜ୍ୱଳିତ ହୁଅନ୍ତେ, ସେ ସେମାନଙ୍କୁ ଲୁଟକାରୀମାନଙ୍କ ହସ୍ତରେ ସମର୍ପିଲେ, ପୁଣି ସେମାନେ ସେମାନଙ୍କୁ ଲୁଟିତ କଲେ, ଆହୁରି ସେ ସେମାନଙ୍କୁ ସେମାନଙ୍କ ଚତୁର୍ଦିଗସ୍ଥ ଶତ୍ରୁମାନଙ୍କ ହସ୍ତରେ ବିକ୍ରୟ କଲେ। ତହିଁରେ ସେମାନେ ଆପଣା ଆପଣା ଶତ୍ରୁମାନଙ୍କ ସମ୍ମୁଖରେ ଆଉ ଠିଆ ହୋଇପାରିଲେ ନାହିଁ। ବିଚାରକର୍ତ୍ତା ପୁସ୍ତକ ଏଇ ପ୍ରକାର ପୁସ୍ତକ ଯୋଉଠି ଇସ୍ରାଏଲ ଲୋକମାନେ କୌଣସି ପ୍ରକାର ନେତା ନାହାନ୍ତି। ବିଚାରକର୍ତ୍ତା ପୁସ୍ତକ କେମିତି ପୁସ୍ତକ? ଏଠି କୌଣସି ନେତା ନାହାନ୍ତି। ଯାହାକୁ ଯେମିତି ଇଚ୍ଛା ଲାଗିଲା ସିଏ ସେମିତି ଜୀବନ ଯାପନ କରୁଛି। ଆଜିର ସମାଜ ଏଇ ସମାନ ବିଚାରକର୍ତ୍ତାର ସମୟରେ ଆମେ ବାସ କରୁଛୁ। ଆମେ କାହାକୁ ନେତା ମାନୁନୁ। ନେତା କିଏ? ଆମେ। ଆମେ ସବୁରେ ସବୁ ଅଟୁ। ପାଷ୍ଟର ଆଜ୍ଞା ଆମକୁ ଶିକ୍ଷା ଦିଅ ନାହିଁ। ଆମେ ମଧ୍ୟ ବାଇବଲ ପଢି ଜାଣିଛୁ, ଆମେ ମଧ୍ୟ ପ୍ରଚାର କରି ଆମେ ଜାଣିଛୁ। ଆମକୁ ବେଶୀ ଶିଖେଇବା ଦରକାର ନାହିଁ, ଆମକୁ ସବୁ ଜଣା। ପୁଅ ଝିଅ ମାନେ ମା ବାପା ମାନଙ୍କୁ କହୁଛନ୍ତି, ଆମକୁ କିଛି ଶିଖାନା ଲୋ ମା, ଆମକୁ ସବୁ ଜଣା, ସବୁ ଆମେ ଜାଣିଛୁ। ତୁ କଣ ପାଠ ପଢିଛୁ? ଆମେ ତୋଠୁ ଆମେ ଅଧିକ ପାଠ ପଢିଛୁ। ଦିନେ ଗୋଟେ ଯୁବା ପୁଅ ସେ ଆସି ପ୍ରଭୁଙ୍କ ଦାସଙ୍କୁ ପ୍ରାର୍ଥନା ଅନୁରୋଧ ଦଉଛି। କଣ ପ୍ରାର୍ଥନା ଅନୁରୋଧ ଦଉଛି? ଆଜ୍ଞା ଟିକେ ପ୍ରାର୍ଥନା କରନ୍ତୁ, ମୋ ମା ବାପା ମୋ କଥା ଶୁଣୁନାହାନ୍ତି। କଣ ପ୍ରାର୍ଥନା କରିବାର ଅଛି? ମା ବାପା ପୁଣି ଆର କଥା ଶୁଣିବେ, ଇଏ କାହାର କଥା ଶୁଣିବନି। ଦେଖନ୍ତୁ କେମିତି ପରିସ୍ଥିତି ଗୁଡିକ। ମା ବାପା ପୁଣି ପିଲାମାନଙ୍କର କଥା ଶୁଣିବେ। ଆଜି ଅନେକ ମା ବାପା ଅଛନ୍ତି, ପିଲାମାନେ ବସ ବୋଲେ ବସୁଛନ୍ତି, ଉଠ ବୋଲେ ଉଠୁଛନ୍ତି। ସେମିତି ପରିସ୍ଥିତି ଗୁଡିକ ଆମେ ଦେଖୁଅଛୁ। ଆମେ କାହିଁକି? ଏଇ ସମୟରେ ହଁ, हम खुद का मालिक है, हमारे ऊपर कोई नहीं है, हम जैसा मर्जी जिए, जैसा मर्जी हम पहने खाए पिए, कौन हमें बोल सकता है। देखो ପିଲାମାନଙ୍କର ହେୟାର ଷ୍ଟାଇଲ କେମିତି ଥାଉଛି, କୋଉ ପ୍ରକାର ଚୁଟି କାଟୁଛନ୍ତି ସେମାନଙ୍କର। ଯଦି ନିଜେ ପଇସା ଦେଇ କାଟିଥାନ୍ତେ ଜଣା ପଡିଥାନ୍ତା। ଆମେ ପଇସା ଦେଇ କାଟୁଛୁ, କହୁଛୁ ଏ ଚୁଟିକୁ ଏମିତି କାଟେ 2-3 ମାସ ଯାଏ ତୋ ପାଖକୁ ଆଇବାକୁ ପଡିବ ନାହିଁ। ସେ ଆରାମ ସେ ଛୋଟ 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 କରି କାଟି ଦଉଛି। ସେ ଛୋଟ ଛୋଟ କରି କାଟି ଦେଇଛି। ଜଣେ ଆଜ୍ଞା ଆସି ପଚାରୁଛନ୍ତି, ଆଜ୍ଞା ଲଣ୍ଡା ହେଇଥିଲେ କି? ଆଜ୍ଞା ଲଣ୍ଡା ହେଇଥିଲେ? ନାଇଁ ନାଇଁ, ଲଣ୍ଡା ହେଇନଥିଲି, ଚୁଟିକୁ ଛୋଟ ଛୋଟ କରି ମୁଁ କାଟିଛି, ଯେମିତିକି ଦସ୍ତର ମତେ ସେ ସେଲୁନକୁ ଯାଇକି ଜଗିବାକୁ ପଡିବ ନାହିଁ। ଆଜିକାଲିର ପୁଅ ଝିଅ ମାନେ କଣ, ଏଇଠି ଗୋଟେ
ଏଡେ ବଡ କଙ୍କଡା ପରି ଗୋଟେ କ୍ଲିପ ଲଗେଇଦେବେ ଏଇଠି, ଆଉ ଏ ସାଇଡ ସାଇଡ ସବୁ ଯାକ ଲଣ୍ଡା କରିଦେଇଥିବେ, ଲଣ୍ଡା କରିଦେଇଥିବେ। ଆଉ ସେ ଆସିଲେ ମା ବାପା ମାନେ ମଧ୍ୟ କିଛି କହୁନାହାନ୍ତି। ତାକୁ କହିବାର ଅଛି, ବାବୁରେ ତୁ ଏ ଲମ୍ବା ଲମ୍ବା ଚୁଟି ରଖିଛୁ ନା, ତୁ ହଉଛୁ ବସନ୍ତ, ତୁ ବାସନ୍ତୀ ନାହିଁ। ବାସନ୍ତୀ ମାନେ ଲମ୍ବା ଲମ୍ବା ଚୁଟି ରଖିବେ। ଏଇଟା ଯଦି ଆମେ ସେମାନଙ୍କୁ ଯଦି ଆମେ କହିବା ତାହେଲେ ହେବ। ମୋର ଶଳା ସେ ମଡର୍ନ ଷ୍ଟାଇଲ କାଟିକିନା ସେ ଘରକୁ ଗଲା। ଆଉ ମୋ ଶ୍ୱଶୁର ଆଉ ମୋ ଶଳା ଗୋଟେ ଖଟରେ ଶୋଇବେ। ମୋ ଶ୍ୱଶୁର ମୋ ଶଳାକୁ ଦେଖିଲେ, କଣ କଣ କାଟିଛୁ ରେ ଏଇଟା, ଚୁଟି କେମିତିଆ କାଟିଛୁ। ଦୀପଦ ଗାଳି କଲେ, ଆଉ କହିଲେ ଏମିତି ଚୁଟି କାଟିବା ଲୋକ ସହିତ ମୁଁ ଶୋଇବି ନାହିଁ ବୋଲି, ଖଟର ତଳେ ଶୋଇଲେ ସିନା, ତା ସହିତ ଶୋଇଲେ ନାହିଁ ସିଏ। ସକାଳେ ମତେ ଫୋନ କରି ଡାକୁଛି, ଜିଜୁ ବାବା ଏମିତି ଏମିତି କଲେ, ମୁଁ ତାକୁ ଆଣିଲି। ହଁ ହଁ, ବଢିଆ ତ ଦୁଶୁଛୁ, କୋଉଠି ଚୋରେଇଥିଲୁ ବୋଧେ, ସେ ମୁଣ୍ଡ ଲଣ୍ଡା କରି ଛାଡିଲା ପରେ ଦୁଶୁଛୁ ତୁ। ତା ପଛେ ତାକୁ ଡାକି ଆଣି ସାଇଜ କରିକି ନେଲା ପରେ ଏଥର ହେଲା। ତା ପଛେ ଯାଇକିନା ସେ ଠିକ ଜାଗାରେ ଶୋଉଛି। ମା ବାପା ମାନେ କିଛି କହୁନାହାନ୍ତି। ଯୋଉ ପ୍ରକାର ଯେତେବେଳେ ମୋବାଇଲ ଦେଖିବୁ, ଯୋଉଟା ଯେମିତି କରିବୁ, ଏମିତି ପରିସ୍ଥିତି ଗୁଡିକ ଆମର ରହିଛି। ଏ ବିଚାରକର୍ତ୍ତା ପୁସ୍ତକ ସେଇଟା ଆମମାନଙ୍କୁ ଶିଖାଏ କଣଟା, ଆମର ଉପରେ କିଏ ରାଜା ନାହାନ୍ତି। ପାଷ୍ଟର ଆଜ୍ଞା, ଆପଣ ପାଷ୍ଟର ଆଜ୍ଞା ପରି ଥାଆନ୍ତୁ। ଆପଣ ବେଶୀ ଉପଦେଶ ଆମମାନଙ୍କୁ ଦିଅନ୍ତୁ ନାହିଁ। ଆପଣ ପୁରୁଣା ଜମାନାର ଲୋକ, ଆମେ ନୂଆ ଜମାନାର ଲୋକ। ହଁ, ଯେତେ ଆମେ ନୂଆ ହଉଛୁ, ଆମ ଡ୍ରେସ ସେତେ ଛୋଟ ହଉଛି। ଭାବନ୍ତୁ, ଆମେ ନୂଆ ଜମାନାର ଲୋକ ଗୁଡିକ। ଆଜିକାଲିର ଝିଅ ମାନଙ୍କୁ ଯଦି କହିବେ ମୁଣ୍ଡରେ ଟିକେ ଓଢଣା ପକା, ବୋଲେ ସେମାନଙ୍କର କଲିଜା ମାଗିଦେଲା ପରି ସେମାନଙ୍କର ମୁହଁ ହେଇଯାଉଛି। ବିଲକୁଲ ଓଢଣା ନାହିଁ, ଆମେ ଓଢଣା ଆମେ ପକେଇବୁ ନାହିଁ ଆମେ। କିଛି ନାହିଁ। ମୁଁ କଣ ବୁଢୀ ହେଇଛି ଯେ ଓଢଣା ପକେଇବି, ଏବେ ଓଢଣା ପକେଇବା ସମୟ ମୋର, ଏ ପ୍ରକାର କଥା ଗୁଡିକ କହନ୍ତି। ଏମିତି ପରିସ୍ଥିତି ମଧ୍ୟରେ ଆମେ ଅଛୁ। ପାଷ୍ଟର ଆଜ୍ଞା ଯଦି କାହାକୁ କହିଦେବେ, ଆପଣ ମାନେ ସବୁବେଳେ ଡେରିରେ ଚର୍ଚ୍ଚକୁ ଆସୁଛନ୍ତି, କାହିଁକି ଏତେ ଡେରିରେ ଚର୍ଚ୍ଚକୁ ଆସୁଛନ୍ତି, ଟିକେ ଠିକ ଟାଇମରେ ଆସିଲେ ହେବ ନାହିଁ? ଆଜ୍ଞା, ଆପଣ ଆମର କଷ୍ଟ କଣ ଜାଣିଛନ୍ତି ଆଜ୍ଞା? ଆମର ଭୁଲ ହେଲା, ଆମେ ଡେରିରେ ଆଇଲୁ, ସେତିକି ବି ସେ କହିବେ ନାହିଁ। ଉଲ୍ଟା ସେ ମାନେ ଆମେ ବିଚାରକର୍ତ୍ତା ସମୟରେ ଅଛୁ। ଏଠି କେହି ନେତା ନାହାନ୍ତି, ଆମେ ନିଜେ ନେତା। ଆମେ ଅଛୁ, ନିଜର ମନ ଇଚ୍ଛା ଜୀବନ କାଟୁଛନ୍ତି ଲୋକମାନେ। ସେଥିପାଇଁ ପରମେଶ୍ୱର ଏ ବିଚାରକର୍ତ୍ତା ସମୟରେ ସେମାନଙ୍କୁ କହୁଛନ୍ତି ଯେ ପରମେଶ୍ୱର କ୍ରୋଧ କଲେ କଣ କରିବେ, ସେମାନଙ୍କୁ ଲୁଟକାରୀ ମାନଙ୍କ ହସ୍ତରେ ସମର୍ପଣ କରିଦେବେ। ଯଦି ପରମେଶ୍ୱର ମତେ କି ଆପଣଙ୍କୁ ତ କ୍ରୋଧ କରିବେ, ସେତେବେଳେ ଦାନ୍ତ ଝଡେଇବେ ନାହିଁ। ସେ କଣ କରିବେ, ଏମିତି ଲୋକମାନଙ୍କ ପାଖରେ ଛାଡିଦେବେ ଯୋଉମାନେ କି ଆମକୁ ଲୁଟ କରିକି ନେଇଯିବେ। କୁହନ୍ତୁ, ଆମକୁ କିଏ କିଏ ଲୁଟ କରୁଛନ୍ତି, କୋଉ କୋଉ ବିଷୟରେ ଆମେ ଲୁଟିତ ଆମେ ହଉଛୁ। ଆମେ ବିଭିନ୍ନ ବିଷୟରେ ଭାବନ୍ତୁ। ୱାସିଂ ମେସିନ ଖରାପ ହେଇଗଲା, ଡାକିଲା ବେଳେ କେତେ ଖର୍ଚ୍ଚ ହବ? ନାଇଁ, 3,000 ଟଙ୍କା। ଆମେ ୱାସିଂ ମେସିନ 3,000 ଟଙ୍କା ଦଉଛୁ, ସେଟା ଠିକ ହଉ, ଫ୍ରିଜ ଖରାପ ହେଇଯିବ, କଣ ହେଲା? ନାଇଁ ନାଇଁ, ଗ୍ୟାସ ଲିକ୍ କରୁଛି, ସେଟା କେତେ? ନାଇଁ, 2,500 ଟଙ୍କା। ତା ପଛେ ଦେହ ଖରାପ ହେଇଯିବ, ଆଉ ଥରେ ମେଡିକାଲ ଯିବୁ ଆମେ, ତାର ଆକ୍ସିଡେଣ୍ଟ କଣ କଣ ହେଇଯିବ। ଏମାନେ ପରମେଶ୍ୱର ଯେତେବେଳେ କ୍ରୋଧ କରନ୍ତି, ଭାବନ୍ତୁ, ପରମେଶ୍ୱର କ୍ରୋଧ କଲେ ଲୁଟକାରୀ ମାନଙ୍କ ହସ୍ତରେ ସମର୍ପଣ କର, ଯେ ଯେତିକି ଲୁଟୁଛ ଲୁଟ। ଇସ୍ରାଏଲ ଲୋକ ସେମିତି ତ କଲେ। ମିଦିଓନୀୟ ମାନେ ଆସିଲେ, ତାଙ୍କର ଗହମ ଲୁଟି ନେଲେ, ତାଙ୍କର ଦ୍ରାକ୍ଷାଲଥ ନେଇଗଲେ, ତାଙ୍କର ଧନ ସମ୍ପତ୍ତି ଧରିକିନା ପଳେଇ ଯାଉଛନ୍ତି। ପରମେଶ୍ୱର କ୍ରୋଧ ଯଦି କରନ୍ତି, ସେ ଲୁଟକାରୀ ମାନଙ୍କ ହସ୍ତରେ ସମର୍ପଣ କରିଦିଅନ୍ତି। ପରମେଶ୍ୱରଙ୍କର କ୍ରୋଧ, ପରମେଶ୍ୱରଙ୍କର କ୍ରୋଧର ପାତ୍ର ହେବା ନିମନ୍ତେ ସେ ଆମମାନଙ୍କୁ ଡାକି ନାହାନ୍ତି। ପ୍ରିୟମାନେ, ଆମମାନଙ୍କୁ ପରିତ୍ରାଣ ପ୍ରାପ୍ତ ହେବା ନିମନ୍ତେ ଡାକିଛନ୍ତି। ପରମେଶ୍ୱର କ୍ରୋଧ କଲେ ସେଇ ପ୍ରକାର ସେ କରନ୍ତି। ପଢିବା ପାଇଁ ଯିବା ଦ୍ୱିତୀୟ ରାଜାବଳୀ 24-20 ଆମେ ପଢିବା। ପରମେଶ୍ୱର କ୍ରୋଧ କଲେ କଣ କରନ୍ତି ସେ? ଦ୍ୱିତୀୟ ରାଜାବଳୀ 24-20 ମୁଁ ଆପଣମାନଙ୍କ ନିମନ୍ତେ ପଢୁଛି।
କାରଣ ସଦାପ୍ରଭୁଙ୍କ କ୍ରୋଧ ସକାଶୁ ସେ ସେମାନଙ୍କୁ ଆପଣା ଛାମୁରୁ ଦୂର ନ କରିବା ପର୍ଯ୍ୟନ୍ତ ଜେରୁସାଲମ ଓ ଜିହୁଦା ପ୍ରତି ଏପରି ଘଟଣା ଘଟିଲା। ଆଉ ସିଦିକିୟ ବାବିଲ ରାଜାର ବିଦ୍ରୋହୀ ହେଲେ। ପ୍ରଭୁ କ୍ରୋଧ କଲେ କଣ କରିବେ? ତାଙ୍କ ଛାମୁରୁ ଘୋଡି ଦେବେ। ତାଙ୍କର ପ୍ରେଜେନ୍ସ ମିଳିବ ନାହିଁ। ଯେତେ ଉପବାସ କରନ୍ତୁ, ଯେତେ ପ୍ରକାର ପ୍ରାର୍ଥନା କରନ୍ତୁ, ଯୋଉ ପ୍ରକାର ମିଟିଂକୁ ବି ଯାଆନ୍ତୁ, ତାଙ୍କର ପ୍ରେଜେନ୍ସ ପାଇବେ ନାହିଁ। ଯେଡ଼େ ବଡ଼ ବକ୍ତାଙ୍କୁ ଡାକିକିନା ମୁଣ୍ଡ ଉପରେ ହାତ ରଖି ପ୍ରାର୍ଥନା କଲେ ମଧ୍ୟ ତାଙ୍କର ଉପସ୍ଥିତି ମିଳିବ ନାହିଁ। ପରମେଶ୍ୱରଙ୍କର କ୍ରୋଧ, ପରମେଶ୍ୱର କ୍ରୋଧ କଲେ ସେ କଣ କରନ୍ତି ଆଜି ଲୋକ ଜାଣନ୍ତି ନାହିଁ। ଅନେକ ମିଟିଂକୁ ଯାଉଥିବେ, କୋଉ ମିଟିଂରେ ମଧ୍ୟ ପରମେଶ୍ୱରଙ୍କର ବାକ୍ୟକୁ ସେମାନେ ଶୁଣି ପାରୁନଥିବେ। ସମସ୍ତଙ୍କ ସହିତ ପ୍ରଭୁ କଥା ହଉଥିବେ, ମାତ୍ର ଆଙ୍କ ସହିତ କଥା ହଉନାହାନ୍ତି। କାହିଁକି? ପରମେଶ୍ୱର କ୍ରୋଧ କହିଲେ କହିବେ ଗେଟ୍ ଆଉଟ୍। ମୋର ଛାମୁରେ, ମୋର ଉପସ୍ଥିତି ମଧ୍ୟରେ ତୋତେ ରହିବା ପାଇଁ ଦେବି ନାହିଁ। ବାହାରିକା ପଳେଇ ଯା। ପରମେଶ୍ୱର ସେ ବାହାର କରିଦେବେ ଆମକୁ। ପରମେଶ୍ୱରଙ୍କର କ୍ରୋଧ ଭୟଙ୍କର କ୍ରୋଧ। ଆମମାନଙ୍କ ପରମେଶ୍ୱର ସେ କ୍ରୋଧ କରିବା ପରମେଶ୍ୱର ମଧ୍ୟ ଅଟନ୍ତି। ଏଇଟା ଆମେ ଜାଣିବାର ଆବଶ୍ୟକ ରହିଛି। ସେଇଟା ଆଜି ଅନେକ ଜଣ ଜାଣନ୍ତି ନାହିଁ ସେଇଟା। ସେଥିପାଇଁ ସେମାନେ ପାପ କରିବାକୁ, ଦୁଷ୍ଟତା କରିବାକୁ, ମନ୍ଦତା କରିବା ପାଇଁ ସେମାନେ ଡରନ୍ତି ନାହିଁ। ସେମାନେ ସ୍ୱେଚ୍ଛାଚାରୀ ଭାବରେ ଜୀବନ ଯାପନ ସେମାନେ କରନ୍ତି। ପରମେଶ୍ୱର କ୍ରୋଧ କଲେ ସେ କଣ କରନ୍ତି? ପଢିବା ଆମେ ବିଚାରକର୍ତ୍ତା ପୁସ୍ତକ, ବିଚାରକର୍ତ୍ତା କହିଲି ଆପଣମାନଙ୍କୁ ଗଣନା ପୁସ୍ତକକୁ ନେଇ ଯାଉଛି, 12 ଅଧ୍ୟାୟ। ଲେଖା ଯାଉଛି 9 ପଦରେ, ଏହି ରୂପେ ସେମାନଙ୍କ ପ୍ରତି ମାନେ ହାରଣ ଆଉ ମରିୟମଙ୍କ ପ୍ରତି ସଦାପ୍ରଭୁଙ୍କ କ୍ରୋଧ ପ୍ରଜ୍ୱଳିତ ହେଲା। ମରିୟମ ଆଉ ହାରଣଙ୍କ ପ୍ରତି ପ୍ରଭୁଙ୍କ କ୍ରୋଧ ପ୍ରଜ୍ୱଳିତ ହେଉଛି। ପ୍ରଜ୍ୱଳିତ ହେଲେ ସେ କଣ କରୁଛନ୍ତି? ଲେଖାଯାଉଛି 10 ପଦରେ, ପୁଣି ତମ୍ବୁ ଉପରୁ ମେଘ ସ୍ଥାନାନ୍ତରିତ ହେଲା, ଆଉ ଦେଖ ମରିୟମ କୁଷ୍ଠଗ୍ରସ୍ତା ହିମତୁଲ୍ୟ ଶ୍ଵେତ। ପୁଣି ହାରଣ ମରିୟମକୁ ଅନାନ୍ତେ, ଦେଖ ସେ କୁଷ୍ଠଗ୍ରସ୍ତା। ରୋଗ ତାଙ୍କୁ, ଏଟା କି ରୋଗ କହିବେ? ବଡ ରୋଗ ବୋଲି କହିବେ। କୁଷ୍ଠ ରୋଗକୁ ବଡ ରୋଗ ବୋଲି କହିବେ। ପରମେଶ୍ୱର ଯୋଉ ସମୟରେ କ୍ରୋଧ କରନ୍ତି, କଣ କଲେ? ସେ ତାଙ୍କୁ ଦଣ୍ଡ ଦଉଛନ୍ତି। ସେ ଆଉ ସେଇ ଦଣ୍ଡଟା ଲୁଚିକିନା ନାହିଁ। ସେ ଇସ୍ରାଏଲର ସବୁ ଲୋକ ଜାଣୁଛନ୍ତି ଯେ ଏହି ଭାଇ ଭଉଣୀ ମରିୟମ ଆହୁରି ହାରଣଙ୍କୁ କୁଷ୍ଠ ରୋଗ ହେଇଛି। କଣ ପାଇଁ ସେମାନଙ୍କୁ କୁଷ୍ଠ ରୋଗ ହେଲା? ଏଥିପାଇଁ କୁଷ୍ଠ ରୋଗ ହେଲା, ମଣ୍ଡଳୀର ଦାସ ମାନଙ୍କ ବିରୁଦ୍ଧରେ କଥା କହିଲେ। ମୋସା ମଣ୍ଡଳୀର ଲିଡର ଅଟେ, ବୟସରେ ଛୋଟ, ଏମାନେ ବୟସରେ ବଡ। ସେମାନେ ଭାବିଲେ ଆମେ ଯୋଉଟା ବି ଆମେ କହିବୁ, ଆମେ ତାକୁ ଆମେ କାଖେଇଛୁ, ଆଉ ସେ ଆମର ସାନଟା, ଆମେ ଯାହା ବି କରିଦେବୁ ବୋଲି ଭାବିକିନା ସେ ମଣ୍ଡଳୀର ନେତାଙ୍କ ବିରୁଦ୍ଧରେ ଉଠିଲେ। ଆଜି ଅନେକ ଜଣ ଅଛନ୍ତି ମଣ୍ଡଳୀର ନେତାମାନଙ୍କ ବିରୁଦ୍ଧରେ ଉଠି ସେମାନଙ୍କୁ ବିଭିନ୍ନ ପ୍ରକାର କଥା ଗୁଡିକ କହନ୍ତି, ସେମାନଙ୍କ ବିରୁଦ୍ଧରେ ଉଠନ୍ତି। ମୋସାଙ୍କ ବିରୁଦ୍ଧରେ ଉଠିବାରୁ ମୋସା କିଛି କଲେ ନାହିଁ, ମାତ୍ର ପରମେଶ୍ୱର କ୍ରୋଧ କଲେ। ଏହା ମନେ ରଖନ୍ତୁ, ପରମେଶ୍ୱର କେତେବେଳେ କ୍ରୋଧ କରନ୍ତି? ଯେଉଁ ସମୟରେ ମଣ୍ଡଳୀର ସତ୍ୟ ସେବକ ମାନଙ୍କ ବିରୁଦ୍ଧରେ ଆମେ ଉଠୁ, ତାଙ୍କ ବିରୁଦ୍ଧରେ କଥାବାର୍ତ୍ତା ହେଉ। ଆମର ଘରେ ଯେତେବେଳେ ବଚସାର କାମ କରେ, ସେଇ ସମୟରେ ପରମେଶ୍ୱରଙ୍କ କ୍ରୋଧ ଆମ ଉପରକୁ ପଳେଇ ଆସେ। କି ପ୍ରକାର କ୍ରୋଧ ସେମାନଙ୍କ ଉପରେ ଆସୁଛି ପ୍ରିୟମାନେ? ଆମମାନଙ୍କ ପରମେଶ୍ୱର କ୍ରୋଧ କଲେ ଲୁଟକାରୀ ମାନଙ୍କ ହସ୍ତରେ ସମର୍ପଣ କରିବେ। ଆମର ପରମେଶ୍ୱର କ୍ରୋଧ କଲେ ତାଙ୍କ ଛାମୁରୁ ଆମକୁ ବାହାର କରିଦେବେ। ଆଉ ପରମେଶ୍ୱର କ୍ରୋଧ କଲେ ଆମକୁ ଦଣ୍ଡ ଦେବେ, ଯୋଉ ଦଣ୍ଡ କି ସମସ୍ତେ ଜାଣିବେ। ପ୍ରଭୁ ଆମମାନଙ୍କୁ ସାହାଯ୍ୟ କରନ୍ତୁ, ଆମେ କ୍ରୋଧର ପାତ୍ର ଆମେ ହେବା ନାହିଁ। ଆମେ ଅନୁଗ୍ରହର ପାତ୍ର,
ଆମେ ହେବା, ଆମେ ପରିତ୍ରାଣର ପାତ୍ର ହେବା, ସେଥିପାଇଁ ପ୍ରଭୁ ଆମମାନଙ୍କୁ ଡାକିଛନ୍ତି। ପ୍ରଭୁ ଆମମାନଙ୍କୁ ସାହାଯ୍ୟ କରନ୍ତୁ, ଯେମିତିକି ଆମେ ଏଇ ଶେଷ ଦିନ ମାନଙ୍କରେ ଯୋଉ କ୍ରୋଧ ପୃଥିବୀ ଉପରେ ପ୍ରଭୁ ଢାଳିବା ପାଇଁ ଯାଉଛନ୍ତି, ସେଇ କ୍ରୋଧରୁ ରକ୍ଷା ପାଇବାକୁ ଅଛି। ତାହେଲେ ଆମେ ପରମେଶ୍ୱରଙ୍କ ଛାମୁରେ ନିଜକୁ ନତ କରି ନମ୍ର ଭାବରେ ଆମେ ରହିବାର ଅଛି। ପଦ ଆମେ ପଢିବା, ଆମେ ଗଣନା ପୁସ୍ତକ ସେଇ ଗଣନା ପୁସ୍ତକ 12 ଅଧ୍ୟାୟରେ ଅଛି ବୋଧେ, 11 ଅଧ୍ୟାୟ 33 ପଦ ମୁଁ ପଢୁଛି। 11 ଅଧ୍ୟାୟ ଗଣନା 11:33। ମାତ୍ର ସେମାନେ ଦନ୍ତ ମଧ୍ୟରେ ମାଂସ ଥାଉ ଥାଉ ଚବାଇଲା ପୂର୍ବେ ଲୋକମାନଙ୍କ ବିରୁଦ୍ଧରେ ସଦାପ୍ରଭୁଙ୍କର କ୍ରୋଧ ପ୍ରଜ୍ୱଳିତ ହେଲା। ତହିଁରେ ସଦାପ୍ରଭୁ ଲୋକମାନଙ୍କୁ ଅତି ମହାମାରୀରେ ସଂହାର କଲେ। ତହିଁରେ ସେହି ସ୍ଥାନର ନାମ କିବ୍ରୋତ ହତାବା, ଲୋଭ ହେତୁ କବର ହେଲା, ଯେହେତୁ ସେମାନେ ସେହି ସ୍ଥାନରେ ଲୋକମାନଙ୍କୁ କବର ଦେଲେ। ଯୋଉମାନେ କେବଳ ଖାଇବା ପିଇବା, ମାଂସ ଖାଇବି, ଏଇଟା ଖାଇବି, ସେଇଟା ଖାଇବି, ଖାଲି ଖାଇବା ପିଇବାରେ, ଦେଖନ୍ତୁ ଲୋକମାନେ ଅଛନ୍ତି ଏମିତି। ସେମାନେ ଭଲ ହୋଟେଲ ଅଛି ବୋଲି କହିଲେ 10 କିଲୋମିଟର 15 କିଲୋମିଟର ମିଶା ଗାଡିରେ ଯିବେ। ସେଠି ଭଲ ଖାଇବାକୁ ମିଳେ, ଭଲ ପିଇବାକୁ ମିଳେ। କାହିଁକି ନା ଖାଇବାର କ୍ରେଜି, କାହିଁକି ଶେଷ ଦିନ ମାନଙ୍କରେ ଆମେ ଅଛୁ। ଭୋଜନ ପାନ, ଖାଇବା ପିଇବାରେ ଲୋକମାନଙ୍କର ମନ ବେଶୀ। ଏଠି କି ପ୍ରକାର ଖାଉଛନ୍ତି, ଏମିତି କାଙ୍ଗାଳି ପରି ଖାଉଛନ୍ତି ସେମାନେ, ଯେମିତି କି ଜୀବନରେ ଶେଷ ଥର ପାଇଁ ଆମେ ଖାଉଛୁ। ଆମେ ଦେଖନ୍ତୁ, ଭୋଜି ଭାତରେ ଗଲେ କି ପ୍ରକାର ଲୋକ ଖାଉଛନ୍ତି। ସେମାନେ ପ୍ଲେଟ ଧରିବେ ହାତରେ, ସେମାନେ ପ୍ଲେଟ ଧରିଲା ପରେ କଣ କରିବେ ଜାଣିଛନ୍ତି ତ? ନିଜର ପ୍ଲେଟକୁ ଦେଖିବେନି, ଅନ୍ୟର ପ୍ଲେଟକୁ ଦେଖିବେ। 1 2 3 4 5, ହଁ, ମୋର ଠାରେ 4ଟା ତରକାରୀ ଅଛି, ତା ପାଖରେ 5ଟା ତରକାରୀ ଅଛି। ଆଜ୍ଞା, କୋଉଠି ମିଳୁଛି ଏଇଟା? ନାଇଁ ନାଇଁ, ସେ ସାଇଡରେ ମିଳୁଛି ମାଛ ପିସ୍, ସେଠି ଅଛି। ହଁ, ଏଠି ତ ତମେ ଚିଲି ଚିକେନ ନେଲ, ମଟନ ତମେ ନେଲ, ପନିର ନେଲ, ତୁମେ ତା ପଛେ ଗୋଟେ ସାଧା ନେଇଛ, ତା ପଛେ ମଧ୍ୟ ମାଛ ଆଡ କରିନଛ। ସେଇଟା ମଧ୍ୟ ମତେ ଭାତ ଟିକେ କମ ଦେବ ହେଲା। ଭାତ ତ ମୁଁ ବହୁତ ଖାଉଛି, ମଟନ ଟିକେ ଅଧିକ ଦବ, ନଳିହାଡ଼ ଟିକେ ଦବ ନା ମତେ? ହଁ, ନଳିହାଡ଼ ଟିକେ ଦିଅ, ମତେ ମାଛର ମୁଣ୍ଡ ବହୁତ ପସନ୍ଦ। ସେଇଟା କି ପ୍ରକାର କାଙ୍ଗାଳି, ଜୀବନରେ ଶେଷ ଥର ଖାଇଲା ପରି ଖାଲି ଖାଇବାର। ଆରେ ହଁ ଆରେ 1000 ଟଙ୍କା ଟିକା ପକେଇବି ବୋଲି କହିଲେ କଣ ମୁଁ ଖାଇବି ନାହିଁ କି? ହୁଁ? ସେମିତି ଖାଇବେ। ଜଣେ ବ୍ୟକ୍ତି ତ ଭୋଜିରେ ଯାଇଛି, ଖାଇଦେଲା, ଖାଇଦେଲା ପରେ 3 4 ଜଣ ଲୋକ ତାକୁ ବିଞ୍ଚୁଛନ୍ତି, ଭଲ ଭାବରେ ଏମିତି ଏମିତି କରି ବିଞ୍ଚୁଛନ୍ତି। ହଁ, ଏମିତି ଡ୍ରେସ କାଢି ଦେଇଛି ସିଏ। ଆରେ ଆରେ କଣ ହେଲା, କଣ ହେଲା? ନାଇଁ, ୟାଙ୍କୁ ମେଡିକାଲ ନେବାକୁ ପଡିବ। ନାଇଁ ଆଜ୍ଞା, ମେଡିକାଲ ନାଇଁ, ଆଜ୍ଞା ମେଡିକାଲ ନାଇଁ, ଏ ଆଜ୍ଞାଙ୍କୁ ଡକ୍ଟର ମନା କରୁଛନ୍ତି ମଟନ ଖାଇବା ପାଇଁ, ମାତ୍ର ଭୋଜିରେ ମିଳୁଛି ବୋଲି ବହୁତ ଖାଇଦେଲେ। ଏବେ ଯଦି ୟାଙ୍କୁ ଟିକେ ଜଲଜିରା ପାଣି ଟିକେ ପିଆଇ ଦେଲେ ଠିକ ହେଇଯିବେ। ଦେଖନ୍ତୁ, ଲୋକକୁ ମନା ଥିବ, ହେଲେ ବି ଖାଇକିନା ଯାଇକିନା ଏଠିକି ଜଲଜିରା ଟିକେ ଦଉନୁ, ହଁ ଟିକେ ଲେମ୍ବୁ ଚିପିଡ଼ିକିନା ଦଉନୁ। କାହିଁକି ସେ ଅବସ୍ଥା ହେବାକୁ ଯିବାର, କାହିଁକି ଖାଇବାର କ୍ରେଜି ଲୋକଙ୍କର ଅଛି। ଏବେ ମତେ ଡକ୍ଟର କହିଲେ ଯେ ଟିକେ ତୁମର ରେଡ୍ ମିଟ୍ ଟିକେ ଖାଇବ ନାହିଁ, ଅଣ୍ଡା ଟିକେ ଖାଇବ ନାହିଁ, ତୁମ ପ୍ରୋଟିନ ଟିକେ ବେଶୀ ବଢି ଯାଇଛି ବୋଲି ମତେ କହିଲେ। ଯଦି ପ୍ରୋଟିନ ତ ବଢିଛି, ବଢୁ, ମୁଁ ଖାଇବି ବୋଲି କଣ ହେବ? ଏଠି ଲୋକମାନଙ୍କର ସେମିତି ଦାନ୍ତରେ ମାଂସ ଅଛି ଏକା। ଦେଖନ୍ତୁ, କେତେ ଜଣ ପେଟେ ଖାଇଥିବେ ଘରେ ଜଳଖିଆ, ସିଆଡେ ଯାଉ ଯାଉ ସାଙ୍ଗ ଗୋଟେ ଅଛନ୍ତି, ଭାଇନା ଜଳଖିଆ ଟିକେ ଖାଇବ? ତାଙ୍କୁ କହିବେ ନାହିଁ, ମନା କରିବେ ନାହିଁ, ଫ୍ରିରେ ମିଳୁଛି ଜଳଖିଆ। ହଁ ଖାଇବି ଖାଇବି, ଦିଅ। ଆଉ ବେଶୀ ଖାଇବି ନାହିଁ, ମତେ 2ଟା ପୁରୀ, 2ଟା ଇଡଲି, ଗୋଟେ ଉପମା, ବା ଏଇଟା ଏଇଟା ବେଶୀ ନାହିଁ, ଏଇଟା ସେତିକି ଖାଇବେ। ଲୋକ ଅଛନ୍ତି, କଣ କରିବା? ଖାଇଲା ପରେ ମଧ୍ୟ ଆମର ପିଲାମାନେ ଅଛନ୍ତି,
ଏବେ ତ ଭାତ ଖାଇଲୁ ଆଉ କଣ ଖାଇବୁ? ନାଇଁ ନାଇଁ, ଏ ସାଇଡରେ ଟିକେ ଜାଗା ଅଛି ବାବା, ଏ ସାଇଡରେ ଟିକେ ଜାଗା ଅଛି, ହଁ ଏ ସାଇଡରେ ମଧ୍ୟ ଟିକେ ଜାଗା ଥିବ। ଆମେ ଯଦି ଖାଇବା ପିଇବାର କ୍ରେଜି ବେଶୀ ହେବା, ଜଣେ ଭାଇଙ୍କୁ ମୁଁ କହିଲି, ଭାଇ ଆମ ଚର୍ଚ୍ଚରେ ମିଟିଂ ଅଛି, ଆସନ୍ତୁ। କଣ କହିବା କଥା? ବକ୍ତା କିଏ, କେତେବେଳେ ଆରମ୍ଭ ହଉଛି, ସେ ଫାଷ୍ଟ ପ୍ରଶ୍ନ ପଚାରିଲେ କଣ ରୋଷେଇ ହେଇଛି ବୋଲି ପଚାରିଲେ। ଫାଷ୍ଟ ପ୍ରଶ୍ନ କଣ, କଣ ରୋଷେଇ ହେଇଛି, ସେଇଟା ଆକା। ମିଟିଂ ଆହୁରି ଇଟିଂ, ଆହୁରି କିଛି ନାହିଁ ଆହୁରି। ହୁଁ, ଯଦି ମିଟିଂରେ ଇଟିଂ ନାହିଁ ତାହେଲେ ଆମେ ଇଣ୍ଟରେଷ୍ଟ ବି ନାହିଁ। ଆମେ ଫାଷ୍ଟିଂ ମିଟିଂ କୁ କିଏ ଯିବେ ନାହିଁ, ଆହୁରି ପଚାରିବେ ଇଟିଂ ଅଛି ତ ଭଲଟା ଅଛି କି? ଭଲଟା ରହିବାର ଅଛି। ନାଇଁ କହିବେ, ନାଇଁ ଫାଷ୍ଟ ଦିନ ଆମେ ଟିକେ ଡାଲମା କରୁ, ସେକେଣ୍ଡ ଦିନ ଆମେ ଅଣ୍ଡା କରୁ, ଆଉ ଲାଷ୍ଟ ଦିନ ଟିକେ ଚିକେନ କରୁ। ହେଲେ ଠିକ ଅଛି, ମୁଁ ଲାଷ୍ଟ ଦିନ ମୁଁ ଆସିବି। ଏମିତି ଲୋକ ବି ଅଛନ୍ତି, ଲାଷ୍ଟ ଦିନ ସେମାନେ ଆସିବେ। ଏଠି ଏମାନଙ୍କର ପରିସ୍ଥିତି, ପରମେଶ୍ୱର କ୍ରୋଧ କଲେ। ଯଦି ଆମେ କେବଳ ଖାଇବା ପିଇବାର କ୍ରେଜିରେ ଆମେ ଅଛୁ, ଆମେ ତାହେଲେ ପରମେଶ୍ୱର ଆମ ପ୍ରତି କ୍ରୋଧିତ, କ୍ରୋଧ କରିବା ପରମେଶ୍ୱର ସେ ଅଟନ୍ତି। ପ୍ରିୟମାନେ, ଆମମାନଙ୍କର ଅଳ୍ପ ସମୟ ଭିତରେ ମତେ ଆପଣଙ୍କୁ ବହୁତ ବିଷୟ କହିବାର ଅଛି। ସେଥିପାଇଁ ମୁଁ ଯେତିକି ରେଫରେନ୍ସ ଲେଖିଛି ସବୁ ଯାକ ଆପଣମାନଙ୍କ ନିକଟରେ ରଖୁନାହିଁ। ଆପଣମାନଙ୍କୁ କେବଳ ଅଳ୍ପ କେତେଟା ବିଷୟ ଯେମିତିକି ଆମେ ବୁଝିପାରିବା, ଆମେ ଏତିକି ମନେ ରଖନ୍ତୁ, ଆମ ପରମେଶ୍ୱର ଦୟାମୟ, କ୍ଷମାମୟ, ପ୍ରେମିକ, ଏସବୁ ପରମେଶ୍ୱର ଅଟନ୍ତି। ତା ସହିତ ସେ ବିଚାରକର୍ତ୍ତା ଅଟନ୍ତି। ସେ କ୍ରୋଧକାରୀ ପରମେଶ୍ୱର, ସେ ଦଣ୍ଡ ଦେବା ପରମେଶ୍ୱର। ଏଇ ବିଷୟ ମଧ୍ୟ ଆମେ ଜାଣିବାର ଆବଶ୍ୟକ ରହିଛି। ଲୋକମାନେ କହନ୍ତି ନାଇଁ ନାଇଁ, ପୁରାତନ ନିୟମରେ ହିଁ ପରମେଶ୍ୱର ଦଣ୍ଡ ଦଉଥିଲେ, କ୍ରୋଧ କରୁଥିଲେ। ନୂତନ ନିୟମରେ ପ୍ରେମିକ ପରମେଶ୍ୱର ଅଟନ୍ତି, ଦୟାମୟ, କ୍ଷମାମୟ ପରମେଶ୍ୱର ଅଟନ୍ତି। ପରମେଶ୍ୱର କଣ ବଦଳି ଗଲେ କି? ପୁରାତନ ନିୟମରେ ଗୋଟେ ପରମେଶ୍ୱର, ନୂତନ ନିୟମରେ ଗୋଟେ ପରମେଶ୍ୱର। ପରମେଶ୍ୱର ସମାନ, ମାତ୍ର ଆମେ ତାଙ୍କୁ ବୁଝିନାହୁଁ। ଆମେ ବୁଝିନାହୁଁ, ସେଥିପାଇଁ ଆମେ ମନ ଇଚ୍ଛା ଜୀବନ ଯାପନ ଆମେ କରୁଛୁ। ପରମେଶ୍ୱର ଆମମାନଙ୍କୁ ଦୟା କରନ୍ତୁ, ଆମେ ଆମର ପରମେଶ୍ୱରଙ୍କୁ ବୁଝିବା। ସେ କି ପ୍ରକାର କ୍ରୋଧକାରୀ ପରମେଶ୍ୱର, ସେଇଟା ବି ଆମେ ଜାଣିବାର ଆବଶ୍ୟକ ରହିଛି। ସେଥିପାଇଁ ସେ କହିଲେ କ୍ରୋଧର ପାତ୍ର ହୁଅ ନାହିଁ। କ୍ରୋଧର ପାତ୍ର ହେବ, ତାହେଲେ ତୋର ଅବସ୍ଥା କଣ ହେବ? ଗୋଟେ ପଦ ପଢି ଆମେ ପ୍ରାର୍ଥନା ଆମେ କରିବା ପାଇଁ ଯିବା। ଏଫିସିଓ ଏହାର 5 ଅଧ୍ୟାୟ 5 ପଦ ଆଉ 6 ପଦ ଆମେ ପଢିବା। ଏଫିସିଓ ପୁସ୍ତକ 5 ଅଧ୍ୟାୟର 5 ପଦ ଆଉ 6 ପଦ ମୁଁ ଆପଣମାନଙ୍କ ନିମନ୍ତେ ପଢୁଛି। ଲେଖାଗଲା, କାରଣ ତୁମ୍ଭେମାନେ ନିଶ୍ଚୟ ରୂପେ ଜାଣ ଯେ କୌଣସି ବ୍ୟଭିଚାରୀ କି ଅଶୁଦ୍ଧାଚାରୀ ବ୍ୟକ୍ତି ବା ଲୋଭୀ, ସେ ତ ଦେବ ପୂଜକ, ଏମାନଙ୍କର ଖ୍ରୀଷ୍ଟ ଈଶ୍ୱରଙ୍କ ରାଜ୍ୟରେ ଅଧିକାର ନାହିଁ। କେହି ତୁମ୍ଭମାନଙ୍କୁ ଅସାର କଥାରେ ନ ଭୁଲାଉ, କାରଣ ଏହି ସମସ୍ତ କୁକର୍ମ ହେତୁ ଅନାଜ୍ଞାବହ ସନ୍ତାନ ମାନଙ୍କ ଉପରେ ଈଶ୍ୱରଙ୍କ କ୍ରୋଧ ବର୍ତ୍ତେ। ଏମିତି କାମ ଯଦି ଆମେ କରିବା, ପ୍ରଭୁଙ୍କୁ ପାଇଲା ପରେ, ପ୍ରଭୁଙ୍କୁ ଜାଣିଲା ପରେ ମଧ୍ୟ ଯଦି ଆମେ ବ୍ୟଭିଚାରୀ ହେବା, ହଁ, ଅଶୁଦ୍ଧାଚାରୀ ହେବା, ଲୋଭୀ ହେବା, ତାହେଲେ ପରମେଶ୍ୱରଙ୍କର କ୍ରୋଧ ଆମ ଉପରେ ବର୍ତ୍ତିବ। ଲୋକ କହିବେ କିଛି ଅସୁବିଧା ନାହିଁ। ପ୍ରିୟମାନେ, ଯଦି ଆମେ ଲୋଭ କରୁଛୁ, ଆମେ ଯାହା ଦାନ ଦେଲୁ ତାହା ମଣ୍ଡଳୀ ରେକର୍ଡରେ ରହିଲା। ଯୋଉଟା ଆମେ ଦେଇନାହୁଁ ପରମେଶ୍ୱରଙ୍କ ରେକର୍ଡରେ ଅଛି। ପରମେଶ୍ୱର ସବୁ ବିଷୟକୁ ସେ ନୋଟ କରିକି ସେ ରଖିଅଛନ୍ତି। ବାଇବଲରେ ପ୍ରଥମ ଯୋଉ ନୂତନ ନିୟମ ଚର୍ଚ୍ଚରେ ପ୍ରଥମେ କିଏ ମରୁଛନ୍ତି? ହନାନୀୟ ସଫିରା। ଦାନ ଦେବାକୁ ଯାଇକିନା ମରିଯାଉଛନ୍ତି ସେମାନେ। ପରମେଶ୍ୱରଙ୍କ ଦଣ୍ଡ ବିଚାର କି ପ୍ରକାର ତାଙ୍କ ଉପରେ ଆସିକିନା ପଡୁଛି। ସେମାନେ ଅଳ୍ପ ଦଉଛନ୍ତି, ମୁଁ ବହୁତ ଦେଇଛି, ମୁଁ ସବୁ ଦେଇଛି ବୋଲି ସେମାନେ କହୁଛନ୍ତି। ପରମେଶ୍ୱରଙ୍କର କ୍ରୋଧ, କେହି ଆମକୁ ଅସାର କଥାରେ ନ ବୁଲାଉ। ତୁମେ ଯୋଉ ପ୍ରକାର ଜୀବନ ଯାପନ କରି ମଧ୍ୟ ଈଶ୍ୱରଙ୍କ ରାଜ୍ୟରେ ତୁମେ ପଳେଇ ଯିବ। ମଣ୍ଡଳୀରେ ଆସିପାରିବ, ସଭା ସମିତିକୁ ଯାଇପାରିବ, ଗୋଟେ ଅର୍ଗାନାଇଜର ବଡ ଲିଡର ହେଇପାରିବ, ମାତ୍ର ଈଶ୍ୱରଙ୍କ ରାଜ୍ୟରେ ତୁମର କୌଣସି ଅଂଶ ନାହିଁ।
କାରଣ ଯୋଉମାନେ ବାକ୍ୟ ଶୁଣି 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 ମଧ୍ୟ ସେମାନେ ବାକ୍ୟକୁ ମାନୁନାହାନ୍ତି, ଅନାଜ୍ଞାବହ ହଉଛନ୍ତି, ଆଜ୍ଞାକୁ ମାନୁନାହାନ୍ତି, ଏଇ ପ୍ରକାର ବ୍ୟକ୍ତି ମାନଙ୍କ ଉପରେ ପରମେଶ୍ୱରଙ୍କର କ୍ରୋଧ ବର୍ତ୍ତୁଛି। ଆମେ ସେ ଲିଷ୍ଟରେ ନଥାଉ। ଯୋଉ ପ୍ରକାର ଭାବରେ ଆମେ ଆଗରେ ପ୍ରଭୁଙ୍କୁ ଜାଣିନଥିଲୁ, ସେତେବେଳେ ଆମେ ସେ ଲିଷ୍ଟରେ ଥିଲୁ। ଏବେ ଆମେ ସେ ଲିଷ୍ଟରେ ଆମେ ରହିବା ନାହିଁ। ଲେଖା ଯାଉଛି ଏଫେସୀୟ ପୁସ୍ତକରେ, ସେ ଆମମାନଙ୍କୁ କହୁଅଛନ୍ତି 2 ଅଧ୍ୟାୟ 2 ପଦରୁ ପଢୁଛି, ଅର୍ଥାତ୍ ଯେଉଁ ଆତ୍ମା ଏବେ ହିଁ ଅନାଜ୍ଞାବହ ସନ୍ତାନ ମାନଙ୍କ ଠାରେ କାର୍ଯ୍ୟ ସାଧନ କରୁଅଛି, ତାହାର ଇଚ୍ଛା ଅନୁସାରେ ତୁମେମାନେ ମଧ୍ୟ ପୂର୍ବରେ ଆଚରଣ କରି ଅପରାଧ ଓ ପାପରେ ମୃତ ଥିଲ। ପୁଣି ଅନାଜ୍ଞାବହ ସନ୍ତାନ ମାନଙ୍କ ସହିତ ଆମ୍ଭେମାନେ ସମସ୍ତେ ମଧ୍ୟ ଏକ ସମୟରେ ଆମ୍ଭମାନଙ୍କର ଶାରୀରିକ ଅଭିଳାଷ ଅନୁସାରେ ଜୀବନ ଯାପନ କରି ଶାରୀରିକ ଓ ମାନସିକ କାମନା ପୂର୍ଣ୍ଣ କରୁଥିଲୁ। ପୁଣି ଅନ୍ୟମାନଙ୍କ ପରି ସୁଦ୍ଧା ସ୍ୱଭାବତଃ କ୍ରୋଧର ପାତ୍ର ଥିଲୁ। କ୍ରୋଧର ପାତ୍ର ଥିଲୁ। ଯଦି ଆମେ ଗୋଟେ ଶାରୀରିକ ଖ୍ରୀଷ୍ଟିଆନ ଆମେ ହେଇଛୁ, ଖାଲି ଶାରୀରିକ ଚିନ୍ତା, ମାନସିକ ଚିନ୍ତା, ମାନସିକ ଚିନ୍ତା ସେଇ ପ୍ରକାର ଭାବରେ ଆମେ ଜୀବନ ଯାପନ କରୁଛୁ, ତାହେଲେ ଏଇ ପ୍ରକାର ବ୍ୟକ୍ତି ମାନଙ୍କ ଉପରେ ପରମେଶ୍ୱରଙ୍କର କ୍ରୋଧ ବର୍ତ୍ତେ। ନୂତନ ନିୟମରେ ଲେଖାଯାଇଛି। ମୁଁ ପୁରାତନ ନିୟମରେ ଅନେକ ରେଫରେନ୍ସ ଲେଖିଛି, ସେସବୁ ଆପଣମାନଙ୍କ ନିକଟକୁ ନାହିଁ। ମାତ୍ର ନୂତନ ନିୟମର କଥା ଆପଣମାନଙ୍କୁ କହୁଛି ଯେ ଆମମାନଙ୍କ ପରମେଶ୍ୱର କ୍ରୋଧ କରନ୍ତି। କାହିଁକି କ୍ରୋଧ କରନ୍ତି? ଯେତେବେଳେ ଆମେ ମଣ୍ଡଳୀର ସତ୍ୟ ସେବକ ମାନଙ୍କ ବିରୁଦ୍ଧରେ ଆମେ କଥା କହୁ, ସେହି ସମୟରେ ପରମେଶ୍ୱର କ୍ରୋଧ କରି ଦଣ୍ଡ ଦିଅନ୍ତି। ଯେତେବେଳେ ଆମେ କେବଳ ଖାଇବା ପିଇବା ଚିନ୍ତା, କିବ୍ରୋଣ ହତାବା, ଏଇ ନାମଟା ମନେ ରଖିବେ। କିବ୍ରୋଣ ହତାବା ମାନେ କଣ? ଲୋଭ ହେତୁ କବର। ମାଂସ ଖାଇ ଖାଇକିନା ମଲେ। ଫାଷ୍ଟିଂ କରି କରି କେହି ମରିନାହାନ୍ତି, ଖାଇ ଖାଇକିନା ଲୋକମାନେ ମରୁଛନ୍ତି। ପ୍ରଭୁ ଆମମାନଙ୍କୁ ସାହାଯ୍ୟ କରନ୍ତୁ, ଆମେ ସେ ଲିଷ୍ଟରେ ଆମେ ନଥାଉ। ଆଉ ଅନାଜ୍ଞାବହ ସନ୍ତାନ ମାନଙ୍କ ଉପରେ ପରମେଶ୍ୱରଙ୍କର କ୍ରୋଧ ହୁଏ। ସବୁବେଳେ ଶୁଣୁଥିବେ, ବାକ୍ୟ ଶୁଣୁଥିବେ, ଏଠି ଶୁଣୁଥିବେ, ସେଠି ଶୁଣୁଥିବେ, ମାତ୍ର ସେମାନେ ଆଜ୍ଞାବହ ହଉନଥିବେ, ନିଜ ଜୀବନକୁ ବଦଳାଉନଥିବେ, ପରିବର୍ତ୍ତନ କରୁନଥିବେ। ଏହି ପ୍ରକାର ଲୋକମାନଙ୍କ ଉପରେ ପରମେଶ୍ୱରଙ୍କର କ୍ରୋଧ ବର୍ଷୁଛି। ଆଉ ଆପଣମାନଙ୍କୁ କହିବା ପାଇଁ ଚାହେଁ, ପରମେଶ୍ୱର ଆମକୁ କ୍ରୋଧର ପାତ୍ର ହେବା ପାଇଁ ମନୋନୀତ କରିନାହାନ୍ତି, ବାଛି ନାହାନ୍ତି। ମୁଁ ଏସବୁ ବିଷୟ ଆପଣମାନଙ୍କୁ କାହିଁକି କହୁଅଛି? କାରଣ ମତେ ବହୁତ କଷ୍ଟ ଲାଗେ, ବାଧେ। ଆପଣ ଭାବନ୍ତୁ, ପରମେଶ୍ୱର କେତେବେଳେ ବେଶୀ ଅନୁତାପ କଲେ? ପରମେଶ୍ୱର କେତେବେଳେ ଅନୁତାପ କଲେ? ମୁଁ ଏ ମଣିଷ ମାନଙ୍କୁ କାହିଁକି ତିଆରି କରିଛି? ମନୁଷ୍ୟ ମାନଙ୍କୁ ତିଆରି କରି ସେ ଅନୁତାପ କଲେ। ସେ କହୁଛନ୍ତି, ଗାଈ ଆପଣା ମାଲିକକୁ ଚିହ୍ନୁଛି, ଗୋରୁ ଆପଣା ଗୁହାଳ କୁଣ୍ଡକୁ ଚିହ୍ନୁଛି, ଏ ଲୋକମାନେ ଆମକୁ ଚିହ୍ନୁ ନାହାନ୍ତି। ପରମେଶ୍ୱର ଆମକୁ ଖାଇବା ପିଇବାକୁ ଯତ୍ନ ସବୁ ଯାକ ନଉଛନ୍ତି, A to Z ଆମକୁ ଦଉଛନ୍ତି, ଆମ ପୁଅ ଝିଅ ମାନଙ୍କ ଯତ୍ନ ନଉଛନ୍ତି, ମାତ୍ର ପରମେଶ୍ୱରଙ୍କୁ ଚିହ୍ନୁ ନାହାନ୍ତି। ତାଙ୍କର ମନ ଭିତରେ ପ୍ରତିଦିନ ନୂଆ ନୂଆ ପାପ କରିବାର ଆଇଡିଆ ଗୁଡ଼ିକ ବାହାର କରୁଛି। ନହଙ୍କ ସମୟରେ ସେ କହିଲେ ଯେ ଏମାନଙ୍କର ଚିନ୍ତା ଅବିରତ ମନ୍ଦ ମାତ୍ର। ପରମେଶ୍ୱର କ୍ରୋଧ, ସେମାନଙ୍କ ଉପରେ ଦଣ୍ଡ ଆସିଲା, ଜଳ ପ୍ଲାବନରେ ସମସ୍ତଙ୍କୁ ସେ ନଷ୍ଟ କଲେ। ପ୍ରିୟମାନେ, ଆଜି ମଧ୍ୟ ଲୋକମାନେ ଅଛନ୍ତି, ବାରମ୍ବାର ସେମାନେ ପ୍ରଭୁଙ୍କର ବାକ୍ୟ ଶୁଣୁଛନ୍ତି, ମାତ୍ର ଭାଷା କହିବାଟା ଛାଡୁନାହାନ୍ତି, ସ୍ତ୍ରୀକୁ ହାତ ଉଠେଇ ମାରିବାଟା ଛାଡୁନାହାନ୍ତି, କୁଡିଆ ଖାଇବାଟା ଛାଡୁନାହାନ୍ତି, ମିଛ କଥା କହିବାଟା ଛାଡୁନାହାନ୍ତି, ଲୋଭ କରିବାଟା ଛାଡୁନାହାନ୍ତି। ମାତ୍ର ବିଭିନ୍ନ ପ୍ରକାର ମିଟିଂ ଗୁଡ଼ିକରେ ରହିବେ, ସଭା ସମିତିରେ ସେମାନେ ମଧ୍ୟ ମେସେଜ ମଧ୍ୟ ଦେବେ। ଏମିତି ପରିସ୍ଥିତି ଗୁଡ଼ିକର ଆମର ଅଛି। ସେଥିପାଇଁ ଏସବୁ ଦେଖିଲା ପରେ ମୋର ହୃଦୟ ବାଧୁଛି, କଷ୍ଟ ଲାଗୁଛି। ଏତେ ବାକ୍ୟ ଶୁଣୁଛନ୍ତି, ଏତେ ସହଭାଗିତା ରହୁଛନ୍ତି, ବଦଳୁ ନାହାନ୍ତି କାହିଁକି? ତାଙ୍କର ମୁଖ ମୁଁ ନିଜେ ଦେଖିଛି, ପାଟି ଫିଟେଇଲେ ନାଇଁ କି ଗୋଟେ କବରରୁ ଯେମିତି ଗନ୍ଧ ଆସିବ, ଅନାବୃତ କବର ପରି ସେମାନଙ୍କର ପାଟିରୁ ଗନ୍ଧ, ବଚସା, ଆ ବିରୁଦ୍ଧରେ ତା ବିରୁଦ୍ଧରେ ତା ବିରୁଦ୍ଧରେ ଖାଲି କହୁଆକା ଥିବେ। ସେମାନେ କେବେ ବଦଳିବେ?
କେବେ ପରିବର୍ତ୍ତନ ହେବେ? ପ୍ରଭୁ ଆମମାନଙ୍କୁ ସାହାଯ୍ୟ କରନ୍ତୁ ଯେ ପ୍ରକାର କି ଆମେ କ୍ରୋଧର ପାତ୍ର ନ ହେଉ, ଆମେ ଯେ ପ୍ରକାର ଅନୁଗ୍ରହର ପାତ୍ର ଆମେ ହେଉ। ପ୍ରିୟମାନେ ଆସନ୍ତୁ ମୁଁ ପଦେ ପ୍ରାର୍ଥନା କରିବି। ମଙ୍ଗଳମୟ ପିତା, ମୁଁ ତୁମକୁ ଧନ୍ୟବାଦ ଦଉଛି। ପ୍ରଶଂସା ଉପରେ ପ୍ରଶଂସା, ଗୌରବ ଉପରେ ଗୌରବ ମୁଁ ତୁମର କରୁଛି, କାରଣ ତୁମେ ପ୍ରେମିକ ଦୟାମୟ ସ୍ୱର୍ଗୀୟ ପିତା, ତା ସହିତ ତୁମେ କ୍ରୋଧକାରୀ ପରମେଶ୍ୱର ତୁମେ ଅଟ ପ୍ରଭୁ। ଆଜି ଅନେକ ତୁମକୁ ଭୟ କରୁନାହାନ୍ତି ପ୍ରଭୁ, କାରଣ ତୁମର କ୍ରୋଧକୁ ସେମାନେ ଜାଣିନାହାନ୍ତି। ମାତ୍ର ପ୍ରଭୁ ତୁମେ ଭୟଯୋଗ୍ୟ ପରମେଶ୍ୱର ତୁମେ ଅଟ, ତୁମେ ଗ୍ରାସକାରୀ ଅଗ୍ନି ତୁମେ ଅଟ। ଆମେ ତୁମକୁ ଧନ୍ୟବାଦ ଦଉଛୁ। ତୁମେ ଆଜି ପୁନର୍ବାର ବାକ୍ୟ ଦ୍ୱାରା ଆମ ସହିତ କଥାବାର୍ତ୍ତା ହେଲ। ଆମେ କେତେ ଦିନ ଅନାଜ୍ଞାବହ ହେଇଥିବୁ ପ୍ରଭୁ, ବାକ୍ୟ ଶୁଣି ଶୁଣି ବାକ୍ୟ ପଢି ପଢି ମଧ୍ୟ ଯଦି ଆମେ ଅନାଜ୍ଞାବହ ହଉଛୁ, ତୁମ କ୍ରୋଧର ପାତ୍ର ହେଉଛୁ। ଦୟାକର ପ୍ରଭୁ, ତୁମର କ୍ରୋଧର ପାତ୍ର ହେବା ପାଇଁ ଦିଅ ନାହିଁ। ଆମମାନେ ଯେ ପ୍ରକାର ଅନୁଗ୍ରହର ପାତ୍ର ହେଇପାରିବୁ, ତୁମର କ୍ରୋଧର ଦିନକୁ ଆମେ ନ ଯାଇ ଆମେ ରେପ୍ଚରରେ ଯାଇପାରିବୁ, ତୁମେ ଅନୁଗ୍ରହ ପ୍ରଦାନ କର। এই ଜୁମ୍ରେ ଜଡ଼ିତ ହୋଇଥିବା ପ୍ରତ୍ୟେକ ଭାଇ ଭଉଣୀ ମାନଙ୍କୁ ଆଶୀର୍ବାଦ କର, ଯତ୍ନ ନିଅ। ଆଉ ଆମେ ସମସ୍ତେ ଯେ ପ୍ରକାର କି ଅନୁଗ୍ରହର ପାତ୍ର ହେବୁ, କାରଣ କ୍ରୋଧର ପାତ୍ର ହେବା ପାଇଁ ତୁମକୁ ବାଛି ନାହ ପ୍ରଭୁ। ଆମେ ତୁମକୁ ଧନ୍ୟବାଦ ଦଉଛୁ ପ୍ରଭୁ। ବାକ୍ୟ ଦ୍ୱାରା କଥା କହିଥିବାରୁ ଧନ୍ୟବାଦ ଦେଇ ପ୍ରାର୍ଥନା ପ୍ରିୟ ପ୍ରଭୁ ଯୀଶୁଙ୍କ ନାମରେ ମାଗୁଛି।